ଯେତେବେଳେ ଆମେ ଯୀଶୁଙ୍କର ଆଜ୍ଞା ପାଳନ କରୁଛୁ, ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛୁ, ସେହି ସମୟରେ ଆମେମାନେ ଅପମାନିତ ହେବା ଅର୍ଥାତ୍ ସବୁ ଲୋକମାନଙ୍କ ସାକ୍ଷାତରେ ଏମାନଙ୍କୁ କେମିତି ଏମାନଙ୍କୁ ଅପମାନିତ କରିଦେବା, ଯୋଉଦ୍ୱାରା କ'ଣ ହବ, ଲୋକମାନେ ଆଉ ତାଙ୍କର ଅନୁଗମନ କରିବେନି। ଏ ପ୍ରକାର ଗୋଟେ ଲଜ୍ଜାଦାୟକ ବ୍ୟକ୍ତି ପଛରେ କିଏ ପଡ଼ିବ? ତ ଲୋକମାନେ ଘୃଣା କରନ୍ତୁ। ସେମାନେ ଏ ପ୍ରକାର ଗୋଟେ ପରିସ୍ଥିତି ତିଆରି କରୁଛନ୍ତି, ଯୋଉ ପରିସ୍ଥିତିରେ କି ଶିଷ୍ୟମାନଙ୍କୁ, ପ୍ରେରିତ ମାନଙ୍କୁ ଲୋକମାନେ ଘୃଣା କରନ୍ତୁ। କାରାଗାରକୁ ଯୋଉମାନେ ଯାଆନ୍ତି ପ୍ରଶଂସା ପାଇବା ପାଇଁ ଯାଆନ୍ତିନି। ଆଜିକା ଦିନରେ ବି ଦେଖୁନାହାନ୍ତି, ଜଣେ ଯଦି ଜେଲ ଯାଏ ତାକୁ ଲୋକମାନେ ସମାଜ କି ପ୍ରକାର ଦୃଷ୍ଟିରେ ଦେଖିବେ, ଅର୍ଥାତ୍ ଇଏ ଗୋଟେ ଅପରାଧୀ। ଏ ଶିଷ୍ୟମାନଙ୍କର କୌଣସି ଅପରାଧ କରିନଥିଲେ, ମାନେ ଯୀଶୁଙ୍କର ଆଜ୍ଞା ପାଳନ କରିଥିଲେ। ତ ତାରି ଫଳରେ ଯାଜକମାନେ, ଧାର୍ମିକ ନେତାମାନେ ସେମାନଙ୍କୁ ସାମୂହିକ ଭାବରେ ଅପମାନିତ କରିବାକୁ ଚାହୁଁଥିଲେ, ତେଣୁ ସେମାନଙ୍କୁ କାରାଗାରକୁ ପଠେଇଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ପ୍ରଭୁ ଏହି ଘୃଣାକୁ, ଅପମାନକୁ, ନିନ୍ଦାକୁ ଏକ ସାକ୍ଷ୍ୟରେ ପରିଣତ କଲେ।